ଇଲୋ ହେଇଲୋ ଭାଇନା କି ସୁନ୍ଦର ଭାବରେ ଶାଢ଼ୀ ଟିକେ ଦେଖନ୍ତୁ ପ୍ୟାକ୍ କରିକି ଦୋକାନରୁ ନେଇ ଆସିଲେ, ପୂରେଇକି ରଖିଦେଲେ। ଗୁଡ୍ ଇଭିନିଂ ସାଙ୍ଗମାନେ। ତାପରେ ଆମେ ରେଡ଼ି ହେଇଯାଇଥିଲୁ ସମୁଦି ଘରର ରିସେପସନ୍ ପାର୍ଟିରେ। ତ ମୋ ଲୁକ୍ଟି କେମିତି ହେଇଛି ଆପଣମାନେ କହିବେ। ଇଲୋ ହେଇଲୋ ଚାଲ ଗାଡ଼ିରେ ବସିବା, ଲେଟ୍ ହେଇଗଲାଣି, 8ଟା ବାଜିଗଲାଣି। ଭାଇନା କହିଲେ ସମୁଦି ଘରେ ଯାଇ କେତେବେଳେ ପହଞ୍ଚିବ। ଇଲୋ ହେଇଲୋ ଦୌଡ଼ି ଧାମ୍ପୁଡ଼ିକି କାର୍ରେ ପିଇକିନି ପଳେଇ ଆସିକି ପହଞ୍ଚି ଯାଇଥିଲି ସମୁଦି ଘର କତିରେ। ଏଇଠି ଟିକେ ୱେଟ୍ କରିଥିଲୁ, ଭାଇନା ଗାଡ଼ି ଡ୍ରାଇଭର ପାର୍କିଂ କରିକି ଆସୁଥିଲା। ତାପରେ ଆସିକି ପହଞ୍ଚି ଯାଇଥିଲୁ। ଇଲୋ ପାଲୋ କି ସୁନ୍ଦର ଭାବରେ ସାଜସଜା ହେଇଛି। ଆଜିକାଲି ତ ଇଏ ଫଟୋ ଗୁଡ଼ା ସବୁଠି ବାହାଘର ଫଟୋ ଆଉ ୱେଡ଼ିଂ ଫଟୋ ସବୁ ତ ଆଗେ ଡେକୋରେସନ୍ ହେଉଛି। ଇଲୋ ମାଲୋ କି ସୁନ୍ଦର ସାଜସଜା ହେଇଛି। ଇଲୋ ହେଇଲୋ ଦେଖ କେତେ ସୁନ୍ଦର ଭାବରେ ରିଙ୍ଗ ସେରିମନିର ଫଟୋ ଗୁଡ଼ା ସବୁ ଏଠି ମରାଯାଇଛି ପୋଷ୍ଟର। ତାହେଲେ ଭିତରକୁ ଯିବା। ତାପରେ କ'ଣ ଆୟୋଜନ କରାଯାଇଛି ଟିକେ ନଜର ପକେଇ ଦବା। ତ ଚାଲନ୍ତୁ। ତାପରେ ଆମେ ଆସିକି ତାଙ୍କ ଘର କତିରେ ପହଞ୍ଚି ଯାଇଥିଲୁ। ତାଙ୍କ ଘର କତିରେ ଆଗେ ଟିକେ ଘରକୁ ଯାଇଥିଲୁ। ସମୁଦୁଣୀକି ଦେଖା ନ କଲେ ଇଲୋ ହବ କି। ସମୁଦୁଣୀକି ଦେଖା କରିବୁ। ବାଟରେ ସମୁଦି ଦେଖା ହେଇଯାଇଥିଲେ, କିନ୍ତୁ ସମୁଦୁଣୀ ତ ଯେହେତୁ ଘରେ ଥିଲେ ସମୁଦୁଣୀ କତିକି ପଳେଇ ଆସିଥିଲି। ଆସିଲା ବେଳକୁ ସମୁଦୁଣୀ ଆଖି ବୁଜିକି ଶୋଇପଡ଼ିଥିଲା। ଏତେ ଥକା କାମ କରିଥିଲେ ଯେ ଆଖି ବୁଜିକି ଶୋଇପଡ଼ିଥିଲେ। ଚାଲନ୍ତୁ ସମୁଦୁଣୀ ଏଠି ପଳେଇଲେ ଆମ ପାଇଁ ଥଣ୍ଡା ଆଣିବା ପାଇଁ। ତ ଚାଲନ୍ତୁ ଥଣ୍ଡା ଆଣିକି ଦେଇଦେଲେ। ଆମେ ପିଇ ସାରିଲା ପରେ ସମୁଦୁଣୀ ଆସିକି ଟିକେ ଆମ ସାଙ୍ଗରେ ଗପସପ କରିଥିଲେ। କଲା ପରେ ଦେଖିଲେ ନା ମୋ ସମୁଦୁଣୀକି, ମୋ ସୁନ୍ଦରୀ ସମୁଦୁଣୀକି ଦେଖିଲେ ନା। ଦେଖନ୍ତୁ ଆମେ ପୁରା ମୋର ଦିଟା ସମୁଦୁଣୀ ପୁରା ମୋ ସାଙ୍ଗରେ ମ୍ୟାଚିଂ। ତ ଚାଲନ୍ତୁ ମୁଁ ଦିଟା ସମୁଦି କରିଛି ପୁରା ଦିଲଖୁସ୍ ସମୁଦୁଣୀ। ତ ଚାଲନ୍ତୁ ଜଣେ ଜେନାପୁର ଜଣେ ଖପରିଆପଦ। ଇଲୋ ହେଇଲୋ ସମୁଦୁଣୀ ସାଙ୍ଗରେ କଥାବାର୍ତ୍ତା କରିକି ଚାଲିଯିବା ଆମେ ମେନ୍ ପାର୍ଟ ପାଖକୁ, ଯେଉଁଠିକି ଆମ ଦୁଲ୍ହା ଦୁଲ୍ହନ ତୈୟାର ହେଇକି ରେଡ଼ି ହେଇକି ଠିଆ ହେଇଯାଇଛନ୍ତି ଷ୍ଟେଜ୍ ଉପରେ। ତ ଚାଲନ୍ତୁ ଭାଇନା ଯେଉଁ ଗିଫ୍ଟଟିକି ପେକ୍ କରିଥିଲେ ସୁନ୍ଦର ଭାବରେ ମୁଁ ସେ ଗିଫ୍ଟଟିକି ନେଇକି ତାଙ୍କୁ ଦେଇଥିଲି ଆଉ କିଛି ଫଟୋ ଉଠାଇଥିଲେ। ତାପରେ ହେଇଲୋ ଆସିଗଲୁ ମେନ୍ କୋର୍ସ ପାଖକୁ, ଯେଉଁଠିକି ଖାନା ପିନା। ଚାଲନ୍ତୁ ଏଠି ମକାର ଆୟୋଜନ ହେଇଛି। ମକାର ଇଂଲିଶ କ'ଣ କୁହନ୍ତି ମୁଁ ତ ଜାଣିନି, ଆପଣମାନେ ନିହାତି କହିବେ ତ। ଦେଖିବା ମୁଁ ମୂର୍ଖ ଲୋକ ଜାଣିନି। ତାପରେ ଆମର ଅଣ୍ଡା ଚପ୍ ହେଇଥିଲା, ଚିକେନ୍ ପକୋଡ଼ା ହେଇଥିଲା, ତାପରେ ସବୁ ପ୍ରକାର ଷ୍ଟାଟସ୍ ହେଇଥିଲା। ଇଲୋ ମାଲୋ ଗୁପଚୁପ୍ ଆଇସ୍କ୍ରିମ୍ ସବୁ ପ୍ରକାର ଆଗେ ଆମେ ଟିକେ ମା ଝିଅ ପୁଅ ମିଶିକି ଖାଇ ଦେଇଥିଲୁ। ତାପରେ ଯାଇକି ଟିକେ ବସିକି ସେଠି ଟିକେ ହଜମ କରିଥିଲୁ। କଲା ପରେ ମେନ୍ କୋର୍ସ ପାଖକୁ ଫେରେ ପଳେଇ ଆସିଥିଲୁ। ତ ମେନ୍ କୋର୍ସରେ ଯାହା ଥିଲା ଆପଣମାନେ ବହୁତ ଆଇଟମ୍ ହେଇଥିଲା, କିନ୍ତୁ ଆମର ବହୁତ ଆଇଟମ୍ ତ ଖାଇବାର ନଥିଲା। ଆମେ କେବଳ ମଟନ୍ ରୁଟି ଆମେ ଏଇଆକୁ ଖାଇବା ପାଇଁ ଚେଷ୍ଟା କରିଥିଲୁ। ତ ପେଟରେ ଆଉ କିଛି ଜାଗା ନଥିଲା। ଚିକେନ୍ ପକୋଡ଼ା ଆଉ ଆଇସ୍କ୍ରିମ୍ ଗୁପଚୁପ୍ ସବୁ ଖାଇକି ମାନେ ହାଲିଆ ଟାଇଟ୍ ହେଇଯାଇଥିଲା। ତଥାପି ମଟନ୍କୁ କିଏ ଛାଡ଼ିବ ନା। ତାପରେ ଏଇଠି ଆଉ ଦେଖନ୍ତୁ କେତେ ଜାମ୍ ଅଛି। ହିଲୋ ଫାଇନାଲି ଆମର ପାଳି ପଇଲା। ଆମେ ନେଇକି ଆସିସାରିଲୁ। ଆସିଲା ପରେ ଆମେ ତାପରେ କ'ଣ କଲୁ, ମା ଝିଅ ମିଶିକି ସବୁ ଖାଇ ଦେଇଥିଲୁ। ଖାଇସାରିଲା ଫେରେ ଆଇସ୍କ୍ରିମ୍ ଲାଷ୍ଟକୁ ସବା ଶେଷରେ ଖାଇ ପିଇକି ଆମେ ବାହାରି ପଡ଼ିଥିଲୁ ଯିବା ପାଇଁ ଘରକୁ। ତ ପେଟ ତ ପୁରି ଯାଇଥିଲା, ମନ ବି ଶାନ୍ତି ହେଇଯାଇଥିଲା। ଫାଇନାଲି ଆମେ ଘରକୁ ପଳେଇ ଆସିଥିଲୁ। ଆସିଲା ପରେ ବାଟରେ ଭାଇନା କହିଲେ ଥଣ୍ଡା ଟିକେ ପିଇବା। ମୁଁ କହିଲି ଠିକ୍ ଅଛି, ଦେଖିବା ଦୋକାନ କେଉଁଠି ଖୋଲା ଥିବ। ଯେହେତୁ ରାତି 11ଟା ବାଜି ଯାଇଥିଲା, ଦୋକାନ ଖୋଲା ଥିବ କି ନାହିଁ ଆମେ ଦୋକାନରୁ ଫାଇନାଲି ଭାଇନା ଥଣ୍ଡା ନେଇ ଆସିଥିଲେ ଆମେ ସମସ୍ତଙ୍କ ପାଇଁ। ସିଏ ତାଙ୍କର ସାଙ୍ଗେ ଠିଆ ହେଇକି ଦୋକାନ ପାଖରେ କି ପିଇ ଦେଇଥିଲେ। ପିଇ ସାରିଲା ପରେ ଆମେ ଗାଡ଼ି ଭିତରେ ପିଇଥିଲୁ। ମା ଝିଅ ରାସ୍ତାରେ ପିଇକି ଡେଇଁକି କୁଦିକି ଦୋହଲି ହଲି ଡେଇଁ କଚାଡ଼ି ହେଇ ଇଲୋ ମାଲୋ ଏତେ ଟାଇଟିରେ ଆମେ ଆସିକି ଫାଇନାଲି ଘରେ ପହଞ୍ଚି ଯାଇଥିଲୁ। ତ ଚାଲନ୍ତୁ ବାହାଘରିଆର ଭୋଜି ପାର୍ଟି ସବୁ କିଛି ସରିଗଲା, ଏଣ୍ଡ ହେଇଗଲା। ଘରକୁ ଏବେ ଆମର ଫେରି ଆସିଲୁଣୁ। ତ ଚାଲନ୍ତୁ ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ କରିବାକୁ ଭଲ ପାଇବା ଦେବେ କରିବେ, ଆଉ ବହୁତ ସାରା ଭଲ ପାଇବା ଆମକୁ ଦିଅନ୍ତୁ। ଚାଲନ୍ତୁ ମୋତେ ଟିକେ 1K ସବସ୍କ୍ରାଇବର୍ କରିଦିଅନ୍ତୁ, ଆପଣମାନଙ୍କ ଭଲ ପାଇବା ଦିଅନ୍ତୁ। ତ ରହିଲି, ନେକ୍ସଟ ବ୍ଲଗ୍ରେ ଦେଖା ହବ। ସେଥିପର୍ଯ୍ୟନ୍ତ ବାଏ ବାଏ, ଗୁଡ୍ ନାଇଟ୍, ସୁଇଟ୍ ଡ୍ରିମ୍। ତ ଚାଲନ୍ତୁ। ହେଇଲୋ ଘର ଆସିକି ପହଞ୍ଚିଗଲା ଲୋ। ଏବେ ୟାକୁ ସବୁ ଉତାରିବା ପାଇଁ 1 ଘଣ୍ଟା ଲାଗିବ ନା କ'ଣ କହୁଛନ୍ତି? ପିନ୍ଧିଲା ବେଳକୁ 1 ଘଣ୍ଟା, ଉତାରିବା ପାଇଁ 1 ଘଣ୍ଟା। ତ ଚାଲନ୍ତୁ ରହିଲି, ନେକ୍ସଟ ବ୍ଲଗ୍ରେ ଦେଖା ହବ। ଜୟ ଜଗନ୍ନାଥ, ସୁଇଟ୍ ଡ୍ରିମ୍।